ଭକ୍ତିର ସେ ମାଧବେନ୍ଦ୍ର ଆଦି ସୂତ୍ରଧାର ଗୌରଚନ୍ଦ୍ର ଏହା କହି ଆସେନ ବାରେ ବାର ଦୁହେଁ ମୂର୍ଚ୍ଛା ହଇଲେ ନ ଦୋହା ଦରଶନେ କାନ୍ଦ ଈଶ୍ୱର ପୁରୀ ଆଦି ଶିଷ୍ୟ ଗଣେ। ଦୁଇ ଜଣ ଯାକ ଦେଖିକି ମୂର୍ଚ୍ଛା ହେଇଗଲେ। କାହାକୁ? ନିତ୍ୟାନନ୍ଦ ମାଧବେନ୍ଦ୍ର ପୁରୀଙ୍କୁ ଦେଖିକି ମୂର୍ଚ୍ଛା ହେଇଗଲେ। ମାଧବେନ୍ଦ୍ର ନିତ୍ୟାନନ୍ଦ ପ୍ରଭୁଙ୍କୁ ଦେଖିକି ମୂର୍ଚ୍ଛା ହେଇଗଲେ। ଜଣେ ହଇଲା ବାହ୍ୟ ଦୃଷ୍ଟି ଦୁଇ ଜଣ ଅନ୍ୟ ଅନ୍ୟ ଗଲା ଧରି କରେନ କ୍ରନ୍ଦନ। କିଛି ସମୟ ଗଲା ପରେ ବାହ୍ୟ ଦୃଷ୍ଟି ହେଲା। ତାପରେ ଦୁଇ ଜଣ ଯାକ ଗଳାକୁ ଧରି କାନ୍ଦିବାକୁ ଲାଗିଲେ। କିଏ? ନିତ୍ୟାନନ୍ଦ ଆଉ ମାଧବେନ୍ଦ୍ର ପୁରୀ। ବାଲୁ ଗଡ଼ି ଯାୟ ଦୁଇ ପ୍ରଭୁ ପ୍ରେମର ସେ ହୁଙ୍କାର କରେ କୃଷ୍ଣ ପ୍ରେମରେ ଆବସେ। ଦୁଇ ଜଣ ଯାକ ତାପରେ ଗଡ଼ିଲେ ବାଲିରେ। ସେ ଗଡ଼ିଲେ ଇଏ ଗଡ଼ିଲେ ବାଲିରେ ହୁଙ୍କାର କଲେ ଗଡ଼ିଲେ ମାନେ ସେ ପ୍ରେମର ହୁଙ୍କାର। ପ୍ରେମ ନଦୀ ବହେ ଦୁଇ ପ୍ରଭୁର ନୟନେ ପୃଥିବୀ ହଇଲ ଶୀତ ଧନ୍ୟ ହୀନ ମନେ। ପ୍ରେମର ନଦୀ ପୁରା ବାହାରିଲା। ଆଖିରୁ ଏତେ ଜଳ ବାହାରିଲା କୁହନ। ପ୍ରେମର ବିକାର ସବୁ ବାହାରିଲା। ପୁରା ପୃଥିବୀ ପୁରା ଶୀତ ମାନେ ପୁରା ଉଦା ହେଇଗଲା। କମ୍ପ ଅଶ୍ରୁ ପୁଲକ ଭାବେର ଅନ୍ତ ନାହିଁ ଦୁଇ ଦେହେ ବିହର ଏ ଚୈତନ୍ୟ ଗୋସାଇଁ। ସବୁ ପ୍ରକାର ଅଷ୍ଟ ସାତ୍ବିକ ବିକାର ତାଙ୍କ ଦେହରେ ବାହାରିଲା। ପୁରା କମ୍ପ ଅଶ୍ରୁ ଆଖିରୁ ଅଶ୍ରୁ ପୁଲକ ମାନେ ଶରୀର ରୋମାଞ୍ଚ ହେବା ଏସବୁ ଭାବର ଅନ୍ତ ନାହିଁ। ଏତେ ତାଙ୍କର ଭାବ ବିକାର ହେଲା। ନିତ୍ୟାନନ୍ଦ ବହେ ଯତ ତୀର୍ଥ କରିଲା ଓ ସମ୍ୟକ ତାହାର ଫଲ ଆଜି ପାଇଯାଉ। ନିତ୍ୟାନନ୍ଦ ମହାପ୍ରଭୁ ମାଧବାଚାର୍ଯ୍ୟକୁ କହିଲେ, ହେ ଗୁରୁଜୀ, ମୁଁ ଯେଉଁ ଏତେ ଜାଗା ତୀର୍ଥ ବୁଲି ଆଇଲି, ସେ ତୀର୍ଥ ଜାଗା ବୁଲି ଆସିବାର ଫଳ ଆଜି ମୋତେ ମିଳିଲା। କାହିଁକି ନା ଆପଣଙ୍କୁ ଦର୍ଶନ କଲି। ବାସ୍ତବରେ ତୀର୍ଥ ଭକ୍ତି ଯେତେ ସବୁ ଫଳ ନା ସେ ଫଳ ପ୍ରକୃତ ଫଳ ହେଉଛି ସାଧୁ ଦର୍ଶନ। ଶୁଦ୍ଧ ସାଧୁଙ୍କ ଦର୍ଶନ, ତାଙ୍କ ମୁଖରୁ ହରି କଥା, ଭକ୍ତ ଶୁଦ୍ଧ ଭକ୍ତଙ୍କର ଦର୍ଶନ, ତାଙ୍କର କୃପା, ତାଙ୍କର ସେବା ବହୁତ ପୁଣ୍ୟ ଥିଲେ ସହଜରେ ମିଳିବ, ପ୍ରାପ୍ତି ହେବନି, ବଡ଼ କଷ୍ଟ। ନୟନେ ଦେଖିନୁ ମାଧବେନ୍ଦ୍ରର ଚରଣ ଏ ପ୍ରେମ ଦେଖିଲା ଧନ୍ୟ ହୋଇଲା ଜୀବନ। ମାଧବେନ୍ଦ୍ର ପୁରୀ ନିତ୍ୟାନନ୍ଦ ନନ୍ଦେ କୁକରି କୂଳେ ଉତ୍ତର ନାସପୁରେ କଣ୍ଠ ରୁଦ୍ଧ ପ୍ରେମ ଜଳେ। ମାଧବେନ୍ଦ୍ର ପୁରୀ ହେଲ ନିତ୍ୟାନନ୍ଦ କୋଳ କରୁଛନ୍ତି। ତାଙ୍କ ପାଟିରୁ ଆଉ କଥା କିଛି ପୁରା ସ୍ୱର ପୁରା ଗଦଗଦ ହେଇକି ପୁରା ମାନେ କଣ୍ଠ ପୁରା ରୁଦ୍ଧ ହେଇଯାଇଛି। କିଛି କହିପାରୁନାହାନ୍ତି। ମାନେ ତାଙ୍କର ଯେଉଁ ପ୍ରେମ ଦେଖିକିରି ପାଟିରୁ କିଛି କଥା ନାହିଁ। ହେନ ପ୍ରୀତି ହଇଲେ ନା ମାଧବେନ୍ଦ୍ର ପୁରୀ ବକ୍ଷ ହଇତେ ନିତ୍ୟାନନ୍ଦ ବାହିରେ ନା କରି। ମାନେ ଯେଉଁ ଏତେ ପ୍ରେମ ହେଇଗଲେ ବେକାର ତାଙ୍କ ଛାତିରୁ ଆଉ ନିତ୍ୟାନନ୍ଦକୁ କାଢ଼ିବାକୁ ଇଚ୍ଛା କରୁନାହାନ୍ତି। ଏମିତି ଭିଡ଼ିକି ଧରୁଛନ୍ତି। ଆଉ କୁହ ମୁଁ ଛାଡ଼ିକି ନ୍ୟାୟ କହୁଛନ୍ତି। ଭଗବାନଙ୍କୁ କିଏ ଛାଡ଼ିବାକୁ ଚାହିଁବ? କିନ୍ତୁ ଈଶ୍ୱର ପୁରୀ ନିତ୍ୟାନନ୍ଦ, ଈଶ୍ୱର ପୁରୀ ବ୍ରହ୍ମାନନ୍ଦ ପୁରୀ ଆଦି ଯତ ସର୍ବ ଶିଷ୍ୟ ହଇଲେ ନ ନିତ୍ୟାନନ୍ଦ ରତ। ତାଙ୍କର ଶିଷ୍ୟ କାହାର? ମାଧବେନ୍ଦ୍ରଙ୍କର ଶିଷ୍ୟ କିଏ କିଏ? ଈଶ୍ୱର ପୁରୀ, ନିତ୍ୟାନନ୍ଦ ପୁରୀ, ବ୍ରହ୍ମାନନ୍ଦ ପୁରୀ, ତାଙ୍କ ମାଧବେନ୍ଦ୍ର ଶିଷ୍ୟ। ସଭେ ଯତ ମହାଜନ ସମ୍ଭାଷା କରେନ କୃଷ୍ଣ ପ୍ରେମା କାହାର ଶରୀର ନା ଦେଖେନ। ସଭେ ପାଇନ ଦୁଃଖ ଦୁର୍ଜନ ସମ୍ଭାରିଆ ଅତଏବ ବନ ସଭେ ଭମେନ ଦେଖିଆ। ଅନ୍ୟ ଅନ୍ୟ ସେ ସବ ଦୁଃଖେର ହେଲ ନାଶ ଅନ୍ୟ ଅନ୍ୟ ଦେଖି କୃଷ୍ଣ ପ୍ରେମର ପ୍ରକାଶ। କୃଷ୍ଣ ପ୍ରେମ ଦେଖିକି ତାଙ୍କର ନିଜର ସବୁ ଦୁଃଖ ଦୂର ହେଇଗଲା। ଗତ ଦିନେ ନିତ୍ୟାନନ୍ଦ ମାଧବେନ୍ଦ୍ର ସଙ୍ଗେ ପ୍ରମେନ ଶ୍ରୀକୃଷ୍ଣ କଥା ପରାନନ୍ଦ ରଙ୍ଗେ। ବହୁତ ଦିନ ତାଙ୍କ ଘରେ ରହିଲେ। କାହାରେ? ନିତ୍ୟାନନ୍ଦ ପ୍ରଭୁଙ୍କ ଘରେ ରହିକିରି କୃଷ୍ଣ କଥା ହେଇକିରି ବହୁତ ଆନନ୍ଦ ପାଇଲେ। ମାଧବେନ୍ଦ୍ର କଥା ଅତି ଅଦ୍ଭୁତ କଥନ ମେଘ ଦେଖିଲେ ମାତ୍ର ହଏ ଅଚେତନ। ମାଧବେନ୍ଦ୍ର ପୁରୀଙ୍କର କଥା ବଡ଼ ଅଦ୍ଭୁତ କଥା। ମାନେ ଆକାଶରେ ମେଘ ଦେଖିଦେବେ। ମେଘର ବର୍ଣ୍ଣ କାହାର? କୃଷ୍ଣଙ୍କର। ସେ ମେଘକୁ ଦେଖି ମୂର୍ଚ୍ଛା ହେଇଯିବେ। କୃଷ୍ଣ ମେଘକୁ ଦେଖି ଭାବିବା କୃଷ୍ଣ ଯେ କହୁନାହାନ୍ତି। ତାଙ୍କର ମାନେ ହୃଦୟରେ ଯେହେତୁ କୃଷ୍ଣ ଅଛନ୍ତି, ସେ ଯୁଆଡ଼େ ଦେଖୁଛନ୍ତି ତାଙ୍କୁ କୃଷ୍ଣ ଦୁଶୁଛନ୍ତି, ଆଉ କିଛି ଦୁଶୁନାହାନ୍ତି। କହୁନାହାନ୍ତି ସ୍ଥାବର ଜଙ୍ଗମ ନା ଦେଖେ ତାର ମୂର୍ତ୍ତି
ସର୍ବତ୍ର ଦେଖୁଇ ତାର ଇଷ୍ଟ ଦେବ ସ୍ମୃତି। ଚୈତନ୍ୟ ମହାପ୍ରଭୁ ଯୁଆଡ଼େ ଯାଉଥିଲେ ଝାଡ଼ଖଣ୍ଡ ଜଙ୍ଗଲରେ ଯିବା ସମୟରେ ଯୋଡ଼ି ଦେଖୁଛନ୍ତି ଖାଲି କୃଷ୍ଣ ଦୁଷୁଛନ୍ତି, ତାଙ୍କୁ ଆଉ କିଛି ଦୁଷୁନାହାନ୍ତି। ଗଛ ଦେଖିଲେ ସେ ଗଛ ଦୁଷୁନାହାନ୍ତି କୃଷ୍ଣ, ପାହାଡ଼ ଦେଖିଲେ ପାହାଡ଼ଟାକୁ ଦେଖିଲେ କୃଷ୍ଣ ଆଉ କିଛି ଦୁଷୁନାହାନ୍ତି। ବାଘକୁ ଦେଖିଲେ ବାଘ ନାହିଁ କୃଷ୍ଣ। ସେଥିପାଇଁ ଆପଣ ଦେଖିଥିବେ ଝାଡ଼ଖଣ୍ଡ ଜଙ୍ଗଲରେ ଯେଉଁ ଯାଉଥିଲେ ଚୈତନ୍ୟ ମହାପ୍ରଭୁ ଦେଖିକିରି ବାଘ, ଭାଲୁ, ହାତୀ, ଘୋଡ଼ା, ସାପ, ମାଙ୍କଡ଼ ଏମାନଙ୍କ ଭିତରେ ଏତେ କୃଷ୍ଣ ପ୍ରେମ ହେଇଗଲା ଦେଖିକିରି ଏତେ ହେଲା। ବାଘ ଛେଳିକି ହରିଣକୁ ବାଘ ଆଲିଙ୍ଗନ କରୁଛି, ମାନେ ତାଙ୍କୁ କିଛି ହଉନି, ତାଙ୍କ ମାନେ ଶତ୍ରୁ ପରସ୍ପର ଆଧାର ଆଲିଙ୍ଗନ କରୁଛି। କୃଷ୍ଣ ପ୍ରେମରେ ଏତେ ହାବୁଡୁ ହେଇକିରି ପରସ୍ପର ଆଲିଙ୍ଗନ କରୁଛନ୍ତି, ତାଙ୍କୁ ଖାଉନାହାନ୍ତି ଏତେ ପ୍ରେମରେ। ସବୁ ଯାକ ମାଙ୍କଡ଼, ହାତୀ, ଘୋଡ଼ା, ସେ ହିଂସ୍ର ଜନ୍ତୁ ସମସ୍ତେ ପ୍ରେମରେ ନାଚିଲେ। ଆପଣ ଦେଖି କେତେ ଫଟୋ ଆଣି ଦେଖି ପ୍ରେମରେ ନାଚୁଛନ୍ତି। ଅହନିଶି କୃଷ୍ଣ ପ୍ରେମେ ମଦ୍ୟପେର ପ୍ରାୟ ହାସେ କାନ୍ଦେ ହେ ହେ କରେ ହାୟ ହାୟ। ଅହନିଶି କୃଷ୍ଣ ପ୍ରେମରେ ବୁଡ଼ିକିରି ଯେନେ ଗୋଟେ ମଦୁଆ ପିଇଦେଲେ ଯେନେ ହୋସ ପଳଉଛି, ଖାଲି ଇଆଡ଼େ ସିଆଡ଼େ କହୁଛି, ସେମିତି କୃଷ୍ଣ ପ୍ରେମରେ ବୁଡ଼ିଥିଲେ ମାଧବେନ୍ଦ୍ର ପୁରୀ। ନିଶା ମାନେ ମଦ ନିଶା ତାର ଦିନ ରହିବ, କୃଷ୍ଣ ପ୍ରେମ ନିଶା ମଲା ଯାଇ ରହିବ। ନିତ୍ୟାନନ୍ଦ ମହାମତ ଗୋବିନ୍ଦେର ରସେ ଟୁଲିଆ ଟୁଲିଆ ପଡେ ଅଟ ଅଟ ହାସେ। ନିତ୍ୟାନନ୍ଦ ମୋର ଗୋବିନ୍ଦ ପ୍ରେମରେ ବୁଡ଼ି ଅଛନ୍ତି। ଇଏ ପୁରା ଟଳ 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 ଯେ ମଦୁଆ ଲୋକ ଟଳଟଳିଆନି ଟଳ ଟଳ ଏମିତି ପଡ଼ିକିରି ସିଏ ହସୁଛନ୍ତି ପାଗଳଙ୍କ ଭଳିଆ। ଦୋହାର ଅଦ୍ଭୁତ ଭାବ ଦେଖି ଶିଷ୍ୟଗଣ ନିରବଧି ହରି ବୋଲି କର ଏ କୀର୍ତ୍ତନ। ତାଙ୍କ ଦି ଜଣ ଯାକ ଭାବ ବିକାର ଦେଖି ଶିଷ୍ୟମାନେ ପୁରା ପ୍ରେମରେ ନାଚିକିରି ହରି ବୋଲ କରି କୀର୍ତ୍ତନ କରୁଛନ୍ତି। ରାତ୍ରି ଦିନ କେହ ନାହିଁ ଜାନେ ପ୍ରେମ ରସେ କତ କାଳ ଯାୟ କେହ ଖେଳ ନାହିଁ ବାସେ। ରାତ୍ରି ଦିନ ତାଙ୍କର ଆଉ ମାନେ ଯେଉଁ କହୁନାହାନ୍ତି ଜଣା ପଡ଼ୁନି, କେତେବେଳେ ରାତି ହେଉଛି କେତେବେଳେ ଦିନ ହେଉଛି ଜାଣିପାରୁନାହାନ୍ତି। କୃଷ୍ଣ ପ୍ରେମ ରସରେ ଆଉ ଖେଳ ନାହିଁ ବାସେ, ମାନେ କେଉଁ କ୍ଷଣରେ କ'ଣ ସମୟ ଗୁଡ଼ା କେତେ କ'ଣ ଆସେ ଜାଣିପାରୁନାହାନ୍ତି। ସେ ପୁରା ମଜିକିରି ଅଛନ୍ତି କୃଷ୍ଣ ପ୍ରେମ। ମାଧବେନ୍ଦ୍ର ସଙ୍ଗେ ଯତ ହଇଲ ଆଖ୍ୟାନ କେ ଜାନ ଏ ତାହା କୃଷ୍ଣ ଚନ୍ଦ୍ର ସେ ପ୍ରମାଣ। ତାଙ୍କ ସାଥିରେ ଯେଉଁ ବ୍ୟାଖ୍ୟା ହେଲା ସେଟା ଆଉ କିଏ ଆଉ କୃଷ୍ଣ ହିଁ ଜାଣିବେ। ମାଧବେନ୍ଦ୍ର ନିତ୍ୟାନନ୍ଦେ ଛାଡ଼ିତେ ନା ପାରେ ନିରବଧି ନିତ୍ୟାନନ୍ଦ ସହନ୍ତି ବିହାରେ। ମାଧବେନ୍ଦ୍ର ବୋଲେ ପ୍ରେମ ନା ଦେଖିଲୁ କଥା ସେଇ ମୋର ସର୍ବତୀର୍ଥ ହେନ ପ୍ରେମ ଯଥା। ମାଧବେନ୍ଦ୍ର ପୁରୀ କହିଲେ ମତେ କୋଉଟେ କୃଷ୍ଣ ପ୍ରେମ ଦେଖିବାକୁ ମିଳୁଥିଲା, ଆଜି ମତେ ଦେଖିବାକୁ ମିଳିଲା। ଏଇଟା ମତେ ସର୍ବତୀର୍ଥ କରିକିରି ଯେଉଁ ଫଳ ମିଳିବା କଥା ମତେ ଆଜି ମିଳିଲା। ମତେ ତୀର୍ଥ କରିବା କିଛି ଆବଶ୍ୟକ ନାହିଁ। ନିତ୍ୟାନନ୍ଦ କହୁଛନ୍ତି ମୁଁ ସବୁ ଯାହା ତୀର୍ଥ ଯୋଉ କରି ଯାଇଥିଲି ତାର ଫଳ ମିଳିଲା ମତେ ମାଧବେନ୍ଦ୍ର ପୁରୀ ଦର୍ଶନ କରିବି। ମାଧବେନ୍ଦ୍ର ପୁରୀ କହୁଛନ୍ତି ମତେ ତୀର୍ଥ କରିବା କିଛି ଆବଶ୍ୟକ ନାହିଁ, ମତେ ତ ସାକ୍ଷାତ ସବୁ ତୀର୍ଥର ଫଳ ଏଇଠି ନିତ୍ୟାନନ୍ଦ ଦେଖି ମତେ ସବୁ ତୀର୍ଥ ଫଳ ମିଳିଯାଉଛି, ମତେ ତୀର୍ଥ କରିବା କ'ଣ ଆବଶ୍ୟକ। ଜାଣିଲୁ କୃଷ୍ଣର କୃପା ଅଛି ମୋର ପ୍ରତି ନିତ୍ୟାନନ୍ଦ ହେନ ବନ୍ଧୁ ପାଇଲୁ ସହନ୍ତି। କୃଷ୍ଣ ମୋ ଉପରେ କୃପା କରୁଛନ୍ତି, ସେଥିପାଇଁ ଇଣ୍ଡିଆ ଭକ୍ତ ଗୋଟେ ମତେ ଜୁଟୁଛି ଯେ ମୁଁ ତାଙ୍କର ଦେଖୁ ପ୍ରେମ ବିକାର ଦେଖିପାରୁଛି କୃଷ୍ଣ ପ୍ରେମରେ। ଯେ ଯେ ସ୍ଥାନେ ଯଦି ନିତ୍ୟାନନ୍ଦ ସଙ୍ଗ ହୟ ସେଇ ସ୍ଥାନ ସର୍ବତୀର୍ଥ ବୈକୁଣ୍ଠ ଆଦିମୟ। ଯେଉଁ ସ୍ଥାନରେ ନିତ୍ୟାନନ୍ଦଙ୍କର ସଙ୍ଗ ମିଳିବ ସେ ଜାଗାଟା ବୈକୁଣ୍ଠ ହେଇଯିବ। ଏଠି କହୁଛନ୍ତି ବୈକୁଣ୍ଠ ସମ ବୈକୁଣ୍ଠ ଆଦି ମୟ, ମାନେ ସେଟା ବୈକୁଣ୍ଠ ବୈକୁଣ୍ଠ ଭଳିଆ ହେଇଯାଉଛି। ନିତ୍ୟାନନ୍ଦ ହେନ ଭକ୍ତ ଶୁଣିଲେ ଶ୍ରବଣେ ଅବଶ୍ୟ ପାଇବେ କୃଷ୍ଣ ଚନ୍ଦ୍ର ସେଇ ଜଣେ। ନିତ୍ୟାନନ୍ଦ ସାଙ୍ଗେ ଭକ୍ତଙ୍କ ସାଙ୍ଗେ ପ୍ରେମ ମାଧବେନ୍ଦ୍ର ପୁରୀ ନିତ୍ୟାନନ୍ଦଙ୍କର କଥା ଯେ ଶୁଣିବ ନିଶ୍ଚୟ କୃଷ୍ଣ ପ୍ରେମ ମିଳିବ ବୋଲି କହୁଛନ୍ତି। ଅବଶ୍ୟ ପାଇବେ କୃଷ୍ଣ ଚନ୍ଦ୍ର ସେଇ ଜଣେ। ନିତ୍ୟାନନ୍ଦ ଯାହାର ତିଲେକ ଦ୍ୱେଷ ରହେ ଭକ୍ତ ହଇଲେ ଆଉ ସେ କୃଷ୍ଣର ପ୍ରିୟ ନାହିଁ। ନିତ୍ୟାନନ୍ଦକୁ ଯିଏ ଦ୍ୱେଷ କରିବ ମାନେ ଈର୍ଷା କରିବ ଘୃଣା କରିବ ସେ କେଡ଼େ ବଡ଼ ଭକ୍ତ ହେଲେ ମଧ୍ୟ କୃଷ୍ଣ ତାକୁ ପ୍ରିୟ ହେବେ ନାହିଁ। এই মত মাধবেন্দ্র নিত্যানন্দ প্রতি অহনিশ বলে ন করে ন রতি মতি। মাধবেন্দ্র প্রতি নিত্যানন্দ মহাশয় রূপ বুদ্ধি গুরু বুদ্ধি ব্যতিরেক আরনা করয়। ମାଧବେନ୍ଦ୍ର ପୁରୀଙ୍କ ପ୍ରତି ନିତ୍ୟାନନ୍ଦଙ୍କର ଭାବ କ'ଣ ଗୁରୁ। ନିତ୍ୟାନନ୍ଦ ସବୁବେଳେ ଭାବି ମାଧବେନ୍ଦ୍ର ପୁରୀ ମୋ ଗୁରୁ। ତ
ଚୈତନ୍ୟଙ୍କର ଗୁରୁଙ୍କର ଗୁରୁ ନା ନିତ୍ୟାନନ୍ଦ, ତ ଇଏ ମଧ୍ୟ ମୋର ଗୁରୁ ବୋଲି ସବୁ ସେ ଭାବରେ ସବୁବେଳେ ତାଙ୍କୁ ପୂଜା କରି ତାଙ୍କର ଭକ୍ତି କରିବେ। এই মত অন্যান্য দুই মহামতি কৃষ্ণ প্রেমে না জানে ন কথা দিবা রাতে। দিন রাতে বলিলে কতদিন মাধবেন্দ্র সঙ্গে নিত্যানন্দ থাকিলা চলিলা শেষে যথা সেতু বন্ধ হলে। তারপরে সুতীর্থ বলছেন না, মাধবেন্দ্র চলিলা পরশু দেখিবারে ସରସୁ ଦେଖିବାରେ କୃଷ୍ଣ ବେଶେ କେହ ନିଜ ଦେହ ନାହିଁ ସ୍ମରେ। ଯାଉଛନ୍ତି ସେ କୃଷ୍ଣ ପ୍ରେମରେ ସବୁ ତୀର୍ଥ ଯାକ, ସେ ନିଜକୁ କୃଷ୍ଣ ପ୍ରେମରେ ନିଜର ଗୋଟେ ଶରୀର ଅଛି, ସେ ନିଜ ଶରୀର ଜ୍ଞାନ ଭୁଲି ସେ ଭୁଲିକିରି ବୁଲୁଛନ୍ତି। ଆମର ଖାଇବା ଚିନ୍ତା ଫାଷ୍ଟରେ କୋଉଠି ଖାଇବା ମିଳିବ ନାହିଁ, ସେଠି ଗଲେ ହୋଟେଲ ମିଳିବ ନାହିଁ ରହିବାକୁ, ଦେଖ ବୁକିଂ କର ଆଗରୁ ଆଗେ ଦେଖ ଖାଇବା କୋଉଠୁ ଆଗେ ଦେଖ, ନହେଲେ ହଇରାଣ ଭୋକରେ ଛୋଟ ମୋଟ ହବା କଥା, ଏତେ ଦୂର ଯିବା। ଖାଇବା ଚିନ୍ତା ଶରୀର ଚିନ୍ତା ତ ଭୁଲି ଯାଇଛନ୍ତି, ଖାଇବା ଚିନ୍ତା କଣ ଶରୀର ଚିନ୍ତା ଭୁଲି ଯାଇଛନ୍ତି। କଣ ଏଇଟା ଛାଡିଦିଅ, ଆମର ଯୋଉ ବାହାଗଡାରେ ଅଛନ୍ତି ଆତ୍ମାରେ ସେ ପୁରା ବଡ ବଡ ପ୍ରଭୁଙ୍କର ଇଏ। ଅତଏବ ଜୀବନର ରକ୍ଷା ସେ ବିରହେ ବାହ୍ୟ ଥାକିଲେ କି ସେ ବିରହେ ପ୍ରାଣ ରହେ। କହୁଛନ୍ତି କି ଜୀବନ ଯୋଉ ରଖି ଯୋଉ ଅଛନ୍ତି ଆଗରେ, ପ୍ରକୃତରେ ଯୋଉ ଜୀବନ ରଖି ତାର ଗୋଟେ ହଉଛି କାରଣ ହଉଛି ବିରହ। ସେ କୃଷ୍ଣ ପ୍ରେମରେ ବିରହରେ ଏମିତି ମଜିକି ଅଛନ୍ତି, ସେ ମଜିବା ଯୋଗୁଁ ବୋଲି ତାଙ୍କ ଶରୀରଟା ଅଛି। ସେ ଜାଣିନାହାନ୍ତି, ସେ ଖାଇବା ପିଇବା ଏସବୁ ଚିନ୍ତା ନାହିଁ ନା, ଖାଲି ବିରହ କୃଷ୍ଣ ପ୍ରେମରେ ବୁଡି ଅଛନ୍ତି। ସେ ବିରହ ରହିବା ଯୋଗୁଁ ଶରୀରଟା ଅଛି, ତାଙ୍କ ପ୍ରାଣଟା ଅଛି। ଦେଖୁନାହାନ୍ତି, ବାହ୍ୟ ଥାକିଲେ କି ସେ ବିରହେ ପ୍ରାଣ ରହେ। ବାହ୍ୟରେ କିଏ ଯଦି ଥିବ ବୋଲେ ସେ ବିରହରେ ତାଙ୍କ ପ୍ରାଣ ରହିବନି। 24 ଘଣ୍ଟା ଦିନ ରାତ 24 ଘଣ୍ଟା ଖାଲି ବିରହରେ କୃଷ୍ଣ ପ୍ରେମ ବିରହ ଯଦି ରହିବ, ବାହ୍ୟ ଯଦି ରହିବ ବଞ୍ଚିପାରିବ। ଅନ୍ୟ କା ବିରହ ରହିବ ବୋଲେ ମରିଯିବ ଚିନ୍ତା, କିନ୍ତୁ କୃଷ୍ଣ ପ୍ରେମରେ ଯଦି ବିରହ ରହିବ ବୋଲେ ଶରୀରଟା ଆହୁରି ତେଜ ହେଇଯିବ। ସେ କୃଷ୍ଣ ତାଙ୍କର ଶରୀରଟାକୁ ଦେଖା ନା, ସିଏ କର୍ତ୍ତା ପରା ନାଇଁ। ନିତ୍ୟାନନ୍ଦ ମାଧବେନ୍ଦ୍ର ଦୁଇ ଦର୍ଶନ ଯେ ଶୁଣେ ତାର ମିଳେ କୃଷ୍ଣ ପ୍ରେମ ଧନ। ହେନ ମତେ ନିତ୍ୟାନନ୍ଦ ଭ୍ରମେ ପ୍ରେମ ରସେ ସେତୁ ବନ୍ଧେ ଯାଇଲେ ନ ପ୍ରତ୍ୟେକ ଦିବସେ। ଧନୁ ତୀର୍ଥେ ସ୍ନାନ କରି ଗେଲା ରାମେଶ୍ୱର, তবে প্রভু আইলেন বিজয়নগর। মায়াপুরী অবন্তী দেখিলা গোদাবরী, আইলেন জিওড় নৃসিংহ দেব পুরী। ত্রিমল্ল দেখিয়া কুর্মনাথ পুণ্যস্থান, শেষে নীলাচল চন্দ্র দেখিলে প্রয়াণ। শেষ বুলি 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 নীলাচল আসলে কোড়ে শ্রীক্ষেত্র পুরী। আইলেন নীলাচল চন্দ্রের নগরে, ধ্বজ দেখি মাত্র মূর্ছা হইল শরীরে। পত্র পাবন বানা দেখিলে পুরী। সে দূরରୁ ଜଗନ୍ନାଥ ପାଖ ଯାଇନାହାନ୍ତି, ଦୂରରୁ ପତ୍ର ପାବନ ଦେଖିଲା ମୂର୍ଚ୍ଛା ହେଇଗଲେ। ଦେଖିଲେ ନ ଚତୁର୍ଭୁଜ ରୂପ ଜଗନ୍ନାଥ, ପ୍ରକଟ ପରମାନନ୍ଦ ଭକ୍ତ ବର୍ଗ ସାଥ। ସେ ନୀଳଚକ୍ରରେ ଦେଖୁଛନ୍ତି ସେ ଚତୁର୍ଭୁଜ ରୂପ ଜଗନ୍ନାଥଙ୍କର। ପ୍ରକଟ ପରମାନନ୍ଦ ଭକ୍ତ ବର୍ଗ ସାଥ, ତାଙ୍କ ଭକ୍ତମାନଙ୍କ ସାଥିରେ ସେ ଦେଖୁଛନ୍ତି, ଦର୍ଶନ କରୁଛନ୍ତି। ପ୍ରକୃତି ଯେ କହୁନାହାନ୍ତି, ଯିଏ ଜଗନ୍ନାଥ ଦର୍ଶନ କରିପାରୁନାହାନ୍ତି, ସେ ନୀଳଚକ୍ରକୁ ଦେଖି ଜଗନ୍ନାଥ ଦର୍ଶନ କରିବେ। ସେଇଟା ହେଲା ପ୍ରକୃତିରେ ଜଗନ୍ନାଥ କୃପା କରିବେ। ଜଗନ୍ନାଥ କୃପା କରିବା ପାଇଁ ନୀଳଚକ୍ର ବାନ, ନୀଳଚକ୍ର ଆଉ ପତ ପବନ ବାନ, ତିନି ଯାକ ପତାକା ଉଡ଼େଇ ରଖିଛନ୍ତି। ଯେଉଁମାନେ ମୋ ଭିତରକୁ ଆସିପାରୁନାହାନ୍ତି ତାଙ୍କୁ ଦେଖି ମୋତେ ଦର୍ଶନ କରି ଯାଇଯିବେ। ଯେଉଁମାନେ ବିଦେଶୀ ଦେଖି ମାତ୍ର ହଇଲେ ନ ପୁଲକେ ମୂର୍ଚ୍ଛିତେ, ପୁନଃ ବାୟ ହୟ ପୁନଃ ପଡ଼େ ପୃଥିବୀତେ। ଦେଖୁଛନ୍ତି ମୂର୍ଚ୍ଛା ହେଇଯାଉଛନ୍ତି, ପୁଣି ବାହ୍ୟକୁ ଆସୁଛନ୍ତି, ପୁଣି ଅଥରେ ପଡ଼ି ଯାଉଛନ୍ତି। କମ୍ପ ସ୍ୱେଦ ପୁଲକାଶ୍ରୀ ଆଛାଡ଼ ହୁଙ୍କାର, କେ କହିତେ ପାରେ ନିତ୍ୟାନନ୍ଦେର ବିକାର। ଏସବୁ ଯାକ ବିକାର ତାଙ୍କ ଦେହକୁ ପଳେଇ ଆସିଛି। କେତେ ବିକାର ଆସିଛି କିଏ କହିପାରିବ। ଏହି ମତ ନିତ୍ୟାନନ୍ଦ ଥାକି ନୀଳାଚଳେ, ଦେଖି ଗଙ୍ଗା ସାଗର ଆଇଲା କୁତୁହଳେ। ଗଙ୍ଗା ସାଗର ବାହାରିଲେ ଜଗନ୍ନାଥ ଦର୍ଶନ କରିଲେ। ତାର ତୀର୍ଥଯାତ୍ରା ସବ କେ ପାରେ କହିତେ, কিছু লেখি ଆଉ ମାତ୍ର ତାର କୃପା ହୋଇତେ।
এই মত ତୀର୍ଥ ଭ୍ରମୀ ନିତ୍ୟାନନ୍ଦ ରାୟ ପୁନର୍ବାର ଆସିଆ ମିଳିଲା ମଥୁରାୟ। ପୁଣି ମଥୁରାକୁ ଆଇଲେ ସବୁ ବୁଲି ବୁଲି। ନିରବଧି କୃଷ୍ଣ ନିରବଧି ବୃନ୍ଦାବନେ करे न बसती कृष्ण रे आवेशे ना जाने न दिव्य रति। केवल कृष्ण प्रेम रे बुड़ीगिरी सब रही वृंदावन में कहीं ना एटा कृष्ण जन्मस्थान कृष्ण घर बोली भावी जा आहार नाही कदाचित दुग्धपान से जदि अजाचित केह करे दान। आहार नाही खाऊ नथिले किछि नित्यानंद केबे किंदी टिके दुग्ध पान करथले क्षीर टिके पिउथले सेटा मते किंदी से जदि अजाचित केह करे दान कि जदि डाकी जाची दब अजाचित माने जाची देले ही पाइबे मागिबे दिजन जागर माधुंजर पुरीकर नित्यानंद दिजन जागर एटा ए वृत्ति थिला ना आहार पाई चेष्टा करिवेनी कि काग मागिबे देखो चेष्टा भी करिवेनी खाइबी नाही चेष्टा नाही कि मागिबेनी दियो खाइबो नाही कि जदी जाची बोले लक्ष्मण ऊपर तो ताके पूरा टोटली खाइ 14 वर्ष नहीं हां नित्यानंद से माधुंजर पुरीकर से टाइप कदाचित दुग्ध परे कारण आहार नाही कहउछन केह जति अजाचित करे केह दान कि जति दान करियो जाची बोले अल्प टिके सेरा मध्ये अले कहउछन अल्प टिके पाइबे 6 घंटा गले केते पेटरे पूरी भी खाइथिले भी हम बावळा होजे देखो सेरा खाया पे चेष्टा ना केबे ले खाया पे ताकर केबे नाही दिन दिन नवदीपे गौरचंद्र आछे गुप्त भावे या नित्यानंद स्वरूपेर मने जागे जानिछन्ति नवदीपरे महाप्रभु अछन्ति गौरचंद्र महाप्रभु गुप्त भावे अछन्ति आपन प्रकाश प्रभु प्रकाशिबे जबे आमे गिया करिमु आपन सेवा तबे से वर्तमान गौरांग महाप्रभु निजर प्रकाश करना मु भगवान लगे मु प्रचार करिया पे कीर्तन प्रकाश करिया पे बा कीर्तन विलास किछ करना ना तेणु ये मत करना से कहउछन से जेबे करिवे मु जीवी तांको साथे लीला करी सेते पई से भी काहू प्रकाश करना नित्यानंद हां एही मानसिक करी नित्यानंद राय मथुरा छाड़िया नवदीपे नाही जाय मथुरा रे ही रहउ नवदीप जाउ ना निरवधि विहर हे कालंदीर जळे शिशु संगे वृंदावने धूला खेला खेले पिला नथिले खेलुले धूली खेला जमुना रे खेलुले यद्यपि नित्यानंद धरे सर्वशक्ति तथापि कारेह ना दिले न कृष्ण विष्णु भक्ति सब शक्ति अच्छी विष्णु भक्ति देदार समस्त दे पारि बांटी इनका दौना कहीं ना महाप्रभु आदेश है जबे गौरचंद्र प्रभु करिवे प्रकाश तान से आज्ञाय भक्ति दानेर विलास गौरांग महाप्रभु जब प्रकाश करिवे तांकर आदेश क्रमे से भी प्रकाश करिवे केह किछु ना करे चैतन्य आज्ञा बिना इहाते अल्पता नाही पाय प्रभु गणे भगवान हेगिर मध्य नित्यानंद प्रभु भगवान ना हेगिर मध्य चैतन्य आज्ञा पालन करछन एटा किछि छोट मान ना चैतन्य आज्ञा हेले ही करिवे कि अनंत कि वा शिव अजादि देवता चैतन्य आज्ञाय हर्ता कर्ता पालायिता आंक कथा कोन कहयो कहउछन बड़ बड़ देवता मान मध्य चैतन्य आज्ञा रे ही सब किछि पालन करछन भगवान कहउछन ना मत भयात बहती वायु मत भयात दहती अग्नि जो सूर्य आलोक दउछि मोर भयर दउछि वायु चलाचल करछि मोर भयरे इंद्र जो चंद्र किरण दउछि मोर भयरे जते सब देवता माने कोटि कोटि सब मोर भयरे सब करछन मोर आज्ञा बिना किछि करिए से कथा कहउछन चैतन्यर आदि भक्त नित्यानंद राय चैतन्यर जस वैसे जहार जिभाय इहाते जे पापी गण मने दुख पाय वैष्णवर दृश्य से पापी सर्व थाय तेणु जो लोक निंदा करिवो तांकुटु वैष्णव से अदृश्य माने से पापी से वैष्णव राज्य रहिबोनी जे नित्यानंद निंदा करिवो साक्षात देख सबे एही त्रिभुवने नित्यानंद द्वारे पाइले न प्रेम धने तबे चैतन्य महाप्रभु लीला हेले नित्यानंद समस्त कृपा करिवे चैतन्यर आदि भक्त नित्यानंद राय चैतन्यर जस बेसे जहार जिभाय
କହ ନିଶି ଚୈତନ୍ୟର କଥା ପ୍ରଭୁ କୟ ତାରେ ଭଜିଲେ ସେ ଚୈତନ୍ୟ ଭକ୍ତି ହୟ। ତେଣୁ ଚୈତନ୍ୟ ମହାପ୍ରଭୁଙ୍କର ସବୁବେଳେ କଥା କହୁଛନ୍ତି ନିତ୍ୟାନନ୍ଦ। ତେଣୁ ନିତ୍ୟାନନ୍ଦକୁ ଯିଏ ଭଜନ କରିବ ତାଙ୍କୁ ଚୈତନ୍ୟ ଭକ୍ତି ମିଳିବ। ଆଦିଦେବ ଜୟ ଜୟ ନିତ୍ୟାନନ୍ଦ ରାୟ ଚୈତନ୍ୟ ମହିମା ସୁରେ ଯାହାର କୃପାୟ ଚୈତନ୍ୟ କୃପାର ହୟ ନିତ୍ୟାନନ୍ଦ ରତି ନିତ୍ୟାନନ୍ଦ ଜାଣିଲେ ଆପଦ ନାହିଁ ଗତି। ଚୈତନ୍ୟଙ୍କ କୃପା ହେଲେ ନିତ୍ୟାନନ୍ଦ ପ୍ରତି ପ୍ରେମ ହବ, ରତି ହବ। ରତି ମାନେ ପ୍ରେମ। ନିତ୍ୟାନନ୍ଦକୁ ଜାଣିଲେ କେବେ ହେଲେ ଆପଦ ମାନେ ବିପଦ ଆସିବ। ନିତ୍ୟାନନ୍ଦ ଚିହ୍ନିଦେବ, ଭକ୍ତି କରିଦେବ ତାଙ୍କୁ ବୋଲେ ଏ ସଂସାରରେ କୌଣସି ବିପଦ ତାକୁ ଆସିବ। ସଂସାରର ପାର ଏହା ଭକ୍ତିର ସାଗରେ। ସଂସାରରୁ ଯଦି ପାର ହେବାକୁ ଇଚ୍ଛା ଅଛି, ଏ ମାନେ ମାୟା ସଂସାର ଯେଉଁ ଅଛି, ଭକ୍ତିର ସାଗରରେ ବୁଡ଼ିବାକୁ ପଡ଼ିବ। ଭକ୍ତିର ସାଗରେ ଯେ ଡୁବିବେ ସେ ଭୋଜୁକ ନିତାଇ ଚାନ୍ଦରେ। ଯିଏ ଭକ୍ତିର ସାଗରରେ ବୁଡ଼ିବାକୁ ଇଚ୍ଛା ଅଛି, ନିତ୍ୟାନନ୍ଦ ଭଗବାନଙ୍କର ପାଦପଦ୍ମ ଭକ୍ତି କରିବାକୁ ଅଛି। କେବଳ କଥାରେ କହିଲେ ସଂସାରର ପାର ଏହା ଭକ୍ତିର ସାଗରେ ଯେ ଡୁବିବେ ସେ ଭୋଜୁକ ନିତାଇ ଚାନ୍ଦରେ। କେହ ବୋଲେ ନିତ୍ୟାନନ୍ଦ ଧେନ ଯେନ ବଳରାମ କେହ ବୋଲେ ଚୈତନ୍ୟର ବଡ଼ ପ୍ରିୟ ଧାମ। କିବା ଯଦି ନିତ୍ୟାନନ୍ଦ କିବା ଭକ୍ତ ଜ୍ଞାନୀ ଯାର ଯେନ ଇଚ୍ଛା ନା ବୋଲେ ନ କେନେ। ଯିଏ ଯାହା କହୁଛନ୍ତି କହୁ ନିତ୍ୟାନନ୍ଦ, କିଏ ଜ୍ଞାନୀ କହୁଛି କିଏ ଭକ୍ତ କହୁଛି, ଯେ ସେ କେନେ ଚୈତନ୍ୟର ନିତ୍ୟାନନ୍ଦ ନହେ ତବୁ ସେହି ପାଦ ପଦ୍ମ ରହୁକ ହୃଦୟରେ। ଯିଏ ଯାହା କହିଲେ ମଧ୍ୟ ତାଙ୍କର ପାଦ ପଦ୍ମ ଆମ ହୃଦୟରେ ରହୁ। ଏହି ପରିହାସର ଯେ ପାପୀ ନିନ୍ଦା କରେ, ଏତ ପରିହାସରେ ଯେ ପାପୀ ନିନ୍ଦା କରେ, ତାର ଲାଖି ମାରୋ ତବେ ଲାଖି ମାରୋ ତାର ଶିରେର ଉପରେ। ବୃନ୍ଦାବନ ଦାସ ଠାକୁର କହୁଛନ୍ତି କି ଯିଏ ନିତ୍ୟାନନ୍ଦକୁ ନିନ୍ଦା କରିବ ତାର ମଥାକୁ ବାଡ଼, ମୁଣ୍ଡଟା ଫଟେଇ ଦିଅ। ତାର କହୁଛନ୍ତି ନିତ୍ୟାନନ୍ଦକୁ ଯଦି ନିନ୍ଦା କରିବ ବୋଲେ ହବନି। ତାର ଲାଖି ମାନେ ଲଗେଇକି ତା ମୁଣ୍ଡକୁ ଲକ୍ଷ୍ୟ କରି ପିଟ ତାକୁ। କର୍ଣ୍ଣ ଚୈତନ୍ୟର ଲୋକ ନିତ୍ୟାନନ୍ଦ ପ୍ରତି ମନ୍ଦ ବୋଲେ ହେନ ଦେଖି ସେ କେବଳ ସ୍ତୁତି। ଯଦି କୌଣସି ପ୍ରକାର ନିତ୍ୟାନନ୍ଦକୁ କିଏ ନିନ୍ଦା କରିବ, ମନ୍ଦ କହିବ, ତାହେଲେ ସେଟା କେବଳ ସ୍ତୁତି ହବ, ମାନେ ସେଟା ଭକ୍ତି ନାହିଁ। ନିତ୍ୟ ଶୁଦ୍ଧ ଜ୍ଞାନବନ୍ତ ବୈଷ୍ଣବ ସକଳ ତବେ ସେ କଳହ ଦେଖ ସବ କୁତୁହଳ। ଏଥେ ଏକ ଜନେ ଇହା ହଇଆ ପକ୍ଷେ ସେଇ ଅନ୍ୟ ଜଣେ ନିନ୍ଦା କରେ କ୍ଷୟ ମାତ୍ର ଯାଇ। ତେଣୁ ଚୈତନ୍ୟକୁ ଯଦି ପ୍ରଶଂସା କରୁଥିବ, ନିତ୍ୟାନନ୍ଦ ନିନ୍ଦା କରୁଥିବ ବୋଲେ ଏଇଟା କହୁଛନ୍ତି ସେ କ୍ଷୟ ହେଇଯିବ, ନଷ୍ଟ ହେଇଯିବ। ହଁ, ନିତ୍ୟାନନ୍ଦ ସ୍ୱରୂପେ ସେ ନିନ୍ଦା ନା ଲଉଯାଅ ତାନ ପଥେ থাকিলে ସେ ଗୌରଚନ୍ଦ୍ର ପାୟ। ହେନ ଦିନ ହଇବେ କି ଚୈତନ୍ୟ ନିତ୍ୟାନନ୍ଦ ଦେଖିବ ବେଷ୍ଟିତ ଚତୁର୍ଦିগে ଭକ୍ତ ବୃନ୍ଦ। ସର୍ବଭାବେ ସ୍ୱାମୀ ଯେନ ହୟ ନିତ୍ୟାନନ୍ଦ ତାର ଇହା ଭାଙ୍ଗି ଯେନ ପ୍ରଭୁ ଗୌରଚନ୍ଦ୍ର। ନିତ୍ୟାନନ୍ଦ ସ୍ୱରୂପେର ସ୍ଥାନେ ଭାଗବତ ଜନ୍ମେ ଜନ୍ମେ ପଢ଼ିଯାଅ ଏହି ଅଭିମତ। ନିତ୍ୟାନନ୍ଦକୁ ଏଠି କହୁଛନ୍ତି କି ଇଏ ନିତ୍ୟାନନ୍ଦ ହଉଛନ୍ତି ସ୍ୱାମୀ। ସର୍ବଭାବେ ସ୍ୱାମୀ ଯେନ ହୟ ନିତ୍ୟାନନ୍ଦ, ତାର ହଇଆ ଭଜି ଯେନ ପ୍ରଭୁ ଗୌରଚନ୍ଦ୍ର। ତାଙ୍କର ହଇକିରି ନିତ୍ୟାନନ୍ଦଙ୍କର ଆମେ ଭକ୍ତ ହେଇକିରି ଯିଏ ଚୈତନ୍ୟ ମହାପ୍ରଭୁ ଭକ୍ତି କରିବ, ଏଠି କହୁଛନ୍ତି ସେଇଟା ହେଉଛି ପ୍ରକୃତରେ ଜନ୍ମ ଜନ୍ମରେ ଏ ଅଭିମତ। ଏଇଟା ବୃନ୍ଦାବନ ଦାସ ଠାକୁର କହୁଛନ୍ତି ମୋତେ ଏ ଅଭିମତ, ମୋର ଏ ଇଚ୍ଛା। ନିତ୍ୟାନନ୍ଦ ସ୍ୱରୂପର ସ୍ଥାନେ ଭାଗବତ ଜନ୍ମେ ଜନ୍ମେ ପଡ଼ିଯାଅ ଏହି ଅଭିମତ। ଜୟ ଜୟ ମହାପ୍ରଭୁ ଶ୍ରୀ ଗୌରାଙ୍ଗ ଚନ୍ଦ୍ର ଦିଲାଓ ନିଲାଓ ତୁମି ପ୍ରଭୁ ନିତ୍ୟାନନ୍ଦ। ତମେ ହିଁ ଦେଇଛ। ଚୈତନ୍ୟ ମହାପ୍ରଭୁ ପ୍ରାର୍ଥନା କରୁଛନ୍ତି ନିତ୍ୟାନନ୍ଦକୁ ତମେ ଦେଇଛ, ଆମର ଶକ୍ତି କିଛି ନାହିଁ। ତଥାପି ଏହି କୃପା କର ମହାଶୟ ତୁମାତେ ତାହାତେ ଯେନ ଚିତ୍ତବୃତ୍ତି ହୁଏ। ତଥାପି ହେ ଗୌରାଙ୍ଗ ମହାପ୍ରଭୁ ମୋତେ ଏତିକି କୃପା କର, ତମ ପାଖରେ ଆଉ ତାଙ୍କ ପାଖରେ ମୋର ମନ ତିନି ସବୁବେଳେ ଲାଗିକିରି ରହିବ। ତୁମାର ପରମ ଭକ୍ତ ନିତ୍ୟାନନ୍ଦ ରାୟ ବିନା ତୁମି ଦିଲେ ତାରେ କେହ ନାହିଁ ପାୟ। ସେ କହୁଛନ୍ତି କି ନିତ୍ୟାନନ୍ଦ ପ୍ରଭୁ ହଉଛନ୍ତି ଆପଣଙ୍କର ପରମ ଭକ୍ତ,
ତମେ ଦେଲେ ହିଁ ଆମକୁ ମିଳିବେ, ନହେଲେ ଆଉ କିଛି ଉପାୟ ନାହିଁ। ବୃନ୍ଦାବନ ଆଦି କରି ପ୍ରେମ ଭ୍ରମେ ନିତ୍ୟାନନ୍ଦ, ଯାବତ ନା ଆପନେ ପ୍ରକାଶ ଗୌରଚନ୍ଦ୍ର। ବୃନ୍ଦାବନ ସେ ଲୁକି ରହିଛନ୍ତି, ସେ ପ୍ରକାଶ କରୁନାହାନ୍ତି। ନିତ୍ୟାନନ୍ଦ ସ୍ୱରୂପର ତୀର୍ଥ ପର୍ଯ୍ୟଟନ, ଯିଏ ଯେଇ ଏହା ଶୁଣେ ତାନେ ମିଳେ ପ୍ରେମ ଧନ। ଶ୍ରୀକୃଷ୍ଣ ଚୈତନ୍ୟ ନିତ୍ୟାନନ୍ଦ ଚାନ୍ଦ ଯାନ, ବୃନ୍ଦାବନ ଦାସ ଦଶୁ ପଦ ଯୁଗେ ଗାନ। ଇତି ଶ୍ରୀ ଚୈତନ୍ୟ ଭାଗବତେ ଆଦି ଖଣ୍ଡେ ଶ୍ରୀ ନିତ୍ୟାନନ୍ଦ ବାଲ୍ୟଲୀଳା ତୀର୍ଥଯାତ୍ରା କଥନ ନାମ 9ମ ଅଧ୍ୟାୟ।